ମାନେ ନମସ୍କାର ବନ୍ଧୁଗଣ, ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ହଁ ବନ୍ଧୁଗଣ, ଆପଣଙ୍କ ପ୍ରେମ ଅପୂର୍ଣ୍ଣ ରହିବ ନାହିଁ। ଯଦି ଆପଣ ଆଜି ଏହା ଶୁଣନ୍ତି, ତେବେ ଏହା ସମ୍ଭବ ଯେ ଆପଣଙ୍କ ଜୀବନର ସବୁଠାରୁ ଅପୂର୍ଣ୍ଣ ସମ୍ପର୍କ ଆଗାମୀ ଦିନରେ ହଠାତ୍ ପୂରଣ ପାଇପାରେ। କିନ୍ତୁ ସତର୍କ ରୁହନ୍ତୁ, ସମସ୍ତେ ଏବେ ଆପଣଙ୍କ ଚାରିପାଖରେ ଘୁରି ବୁଲୁଥିବା ସଂକେତଗୁଡ଼ିକୁ ବୁଝିପାରିବେ ନାହିଁ। ଯଦି ଆପଣ ଆଜି ଗୋଟିଏ ଶବ୍ଦକୁ ମଧ୍ୟ ଅଣଦେଖା କରନ୍ତି, ତେବେ ଆପଣଙ୍କ ହୃଦୟ ଯେଉଁ ସୁଯୋଗ ପାଇଁ ଅପେକ୍ଷା କରିଛି ତାହା ଆପଣଙ୍କ ଆଖି ସାମ୍ନାରୁ ଖସି ଯାଇପାରେ। ଆଜି କୌଣସି ସାଧାରଣ ଦିନ ନୁହେଁ। ଆପଣଙ୍କ ରାଶି ଚାରିପାଖରେ ଏକ ଶକ୍ତି ସୃଷ୍ଟି ହେଉଛି, ଯାହା ସିଧାସଳଖ ଆପଣଙ୍କ ହୃଦୟ ସହିତ ଜଡ଼ିତ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯିଏ କେବେ ବି ନିଜର ଭାବନାକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିନାହାନ୍ତି, ସେ ଏବେ ବି ଆପଣଙ୍କ ହୃଦୟର ଗଭୀରରୁ ଆପଣଙ୍କୁ ମନେ ରଖୁଛନ୍ତି। ଆପଣଙ୍କୁ ମନେ ରଖିଛନ୍ତି। ସେମାନେ ଆପଣଙ୍କୁ ଡାକୁଛନ୍ତି, କିନ୍ତୁ ସେମାନଙ୍କ ସ୍ୱର ଶବ୍ଦରେ ନୁହେଁ, ବରଂ ଭାବନାରେ। ଏହି କାରଣରୁ ଗତ କିଛି ଦିନ ଧରି ଆପଣଙ୍କ ମନ ଅସ୍ଥିର ଅନୁଭବ କରୁଛି, କିନ୍ତୁ ପ୍ରକୃତ ରହସ୍ୟ ଏବେ ବି ରହିଛି। ପ୍ରଥମେ ମୋତେ କୁହନ୍ତୁ, ଗତ କିଛି ଦିନ ମଧ୍ୟରେ ଆପଣ ହଠାତ୍ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସ୍ମୃତି ଅନୁଭବ କରିଛନ୍ତି କି? କୌଣସି ସ୍ପଷ୍ଟ କାରଣ ବିନା କାହାର ମୁହଁ ବାରମ୍ବାର ଦେଖାଯାଇଛି କି? କିମ୍ବା ରାତିରେ ଶୋଇବା ସମୟରେ ଆପଣଙ୍କ ମନକୁ ଅଜାଣତରେ କାହାର ନାମ ଆସିଛି କି? ଯଦି ହଁ, ତେବେ ଏହାକୁ ଏକ ସଂଯୋଗର ଭୁଲନ୍ତୁ ନାହିଁ। ଏଠାରେ ଅନେକ ଲୋକ ନୁହେଁ, ଏହା ଏକ ସଂକେତ, ଏବଂ ଏହା ସେହି ବ୍ୟକ୍ତିଙ୍କ ଠାରୁ ଆସିଛି ଯିଏ ଆପଣଙ୍କ ଜୀବନରେ ଅପୂର୍ଣ୍ଣ ପ୍ରେମର ସବୁଠାରୁ ବଡ଼ ଅଧ୍ୟାୟ ପାଲଟିଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ ଏହା ଦେଖିଛନ୍ତି, ତେବେ ଦୟାକରି ଏହି ଭିଡ଼ିଓକୁ ଏକ ଛୋଟ ପ୍ରାର୍ଥନା ସହିତ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସଚ୍ଚୋଟ ହୃଦୟରେ ମନ୍ତବ୍ୟରେ ଲେଖନ୍ତୁ, ମୋର ପ୍ରେମ ମୋ ପାଖକୁ ଆସୁ। କେତେକ ସମୟରେ ଏକ ସକାରାତ୍ମକ ସଂକଳ୍ପ ଦୀର୍ଘ ସମୟ ଧରି ବନ୍ଦ ଥିବା ଏକ ପଥ ଖୋଲିଦିଏ। ଏବେ ଧ୍ୟାନ ଦେଇ ଶୁଣନ୍ତୁ। ଆଜି ଗ୍ରହଗୁଡ଼ିକର ଗତି ସୂଚାଇ ଦିଏ ଯେ ଆପଣଙ୍କ ଜୀବନରେ ଦୁଇଟି ପଥ ଏକକାଳୀନ ଖୋଲୁଛି। ପ୍ରଥମ ପଥ ଆପଣଙ୍କୁ ସଫଳତା ଏବଂ ଧନ ଆଡ଼କୁ ନଙ୍କୁ ସଫଳତା ଏବଂ ଧନ ଆଡ଼କୁ ଏବଂ କାମ ଆଡ଼କୁ ନେଇଯିବ। ଦ୍ୱିତୀୟ ପଥଟି ତୁମ ହୃଦୟର ସେହି ଖାଲି କୋଣକୁ ପୂରଣ କରିବାକୁ ଚେଷ୍ଟା କରିବ, ଯାହାକୁ ତୁମେ ହୁଏତ ଦୁନିଆ ଠାରୁ ଲୁଚାଇ ରଖିଛ। କିନ୍ତୁ ଏଠାରେ ଏକ ବଡ଼ ମୋଡ଼ ଅଛି। ଯଦି ତୁମେ କେବଳ କାମ ଏବଂ ଟଙ୍କା ଉପରେ ଧ୍ୟାନ ଦିଅ, ତେବେ ପ୍ରେମ ଆହୁରି ଦୂରେଇ ଯାଇପାରେ। ଏବଂ ଯଦି ତୁମେ କେବଳ ଭାବନା ଉପରେ ଆଧାରିତ ନିଷ୍ପତ୍ତି ନିଅ, ତେବେ ଏକ ଭଲ ସୁଯୋଗ ଖସି ଯାଇପାରେ। ଏହି କାରଣରୁ ଆଗାମୀ ଦିନରେ ତୁମକୁ ବହୁତ ସତର୍କତାର ସହିତ ପଦକ୍ଷେପ ନେବାକୁ ପଡ଼ିବ। ଏବେ ଏଠାରେ ଏପରି କିଛି ଅଛି ଯାହା ତୁମେ ହୁଏତ କାହାଠାରୁ ଶୁଣି ନାହଁ। ତୁମ ଚାରିପାଖରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ବାହାରେ ସାଧାରଣ ଦେଖାଯାଆନ୍ତି, କିନ୍ତୁ ଗଭୀର ଭାବରେ ସେ ତୁମର ଖୁସି ଦେଖି ଅସ୍ଥିର ହୋଇଯାଆନ୍ତି। ତାର ନଜର ତୁମର ପ୍ରେମ ଏବଂ ତୁମର ପ୍ରଗତି ଉଭୟ ଉପରେ ଅଛି। ସେ ବାହ୍ୟ ଭାବରେ ହସେ, କିନ୍ତୁ ଗଭୀର ଭାବରେ ସେ ଚାହୁଁନାହିଁ ଯେ ତୁମର ଅପୂର୍ଣ୍ଣ କାହାଣୀ ସମ୍ପୂର୍ଣ୍ଣ ହେଉ। ଭୟ କର ନାହିଁ, ସେ ତୁମର କ୍ଷତି କରିବ। ସେ ତୁମର କ୍ଷତି କରିବ ନାହିଁ, କିନ୍ତୁ ସେ ଭୁଲ ବୁଝାମଣା ସୃଷ୍ଟି କରିପାରେ। ଏବଂ ଏହି ଭୁଲ ବୁଝାମଣା କିଛି ସମୟ ପୂର୍ବରୁ ତୁମ ସମ୍ପର୍କରେ ଦୂରତାର କାରଣ ଥିଲା। ତୁମକୁ ମନେ ଅଛି, ଗୋଟିଏ ସମୟ ଥିଲା ଯେତେବେଳେ କୌଣସି ସ୍ପଷ୍ଟ କାରଣ ବିନା ଯୋଗାଯୋଗ ହ୍ରାସ ପାଇବାକୁ ଲାଗିଲା। ଅନ୍ୟ ବ୍ୟକ୍ତି ପରିବର୍ତ୍ତନ ହୋଇଯାଇଥିଲା କିମ୍ବା ପରିସ୍ଥିତି ହଠାତ୍ ବଦଳି ଯାଇଥିଲା। ସେହି ସମୟରେ ଆପଣ ନିଶ୍ଚୟ ଭାବିଥିବେ, କ'ଣ ଭୁଲ ହୋଇଛି? ଆଜି ଆପଣ ସେହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଉଛନ୍ତି। କିନ୍ତୁ ତା ପୂର୍ବରୁ ଜାଣି ରଖନ୍ତୁ ଯେ ଭାଗ୍ୟ ବଦଳି ଯାଉଛି। ଆପଣଙ୍କ ଜୀବନରେ ଏକ ବାର୍ତ୍ତା ଆସିବାକୁ ଯାଉଛି, ଯାହା ପ୍ରଥମ ନଜରରେ ସାଧାରଣ ମନେ ହୋଇପାରେ, କିନ୍ତୁ ସେହି ବାର୍ତ୍ତା ପରେ ଆପଣଙ୍କ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇଯିବ। ଏହି ବାର୍ତ୍ତା ଏକ ଫୋନ୍ କଲ୍, ଏକ ପରିଚିତ ବ୍ୟକ୍ତି, ଏକ ସାକ୍ଷାତ କିମ୍ବା ଏକ ପୁରୁଣା ମାଧ୍ୟମରେ ମଧ୍ୟ ଆସିପାରେ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହା ସବୁ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଆପଣଙ୍କୁ ଲାଗୁଛି ଯେ କିଛି ଘଟିପାରିବ ନାହିଁ। ଏହା ଭାଗ୍ୟର ଖେଳ। ଯେତେବେଳେ ଜଣେ ବ୍ୟକ୍ତି ଆଶା ହରାଇବାକୁ ଆରମ୍ଭ କରେ, ଭାଗ୍ୟ ଏକ ନୂତନ ଦ୍ୱାର ଖୋଲିଦିଏ। ଯଦି ଆପଣ ଏବେ ବି ଶୁଣୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନ ବଦଳି ଯାଇଛି। ଜୀବନରେ ଏପରି କିଛି ଅଛି ଯାହାକୁ ତୁମେ ପୂରଣ ହେବାକୁ ଚାହୁଁଛ। ତେଣୁ ତୁମର ହୃଦୟର ମନ୍ତବ୍ୟରେ ତୁମର ନାମ ଲେଖ। ତୁମର ସକାରାତ୍ମକ ଭାବନା ଏହି ସମ୍ପୂର୍ଣ୍ଣ ବାର୍ତ୍ତାକୁ ତୁମ ଜୀବନ ସହିତ ଯୋଡ଼ିଥାଏ। ଏବେ ସନ୍ଧ୍ୟାକୁ ଧ୍ୟାନ ଦିଅ। ଆଗାମୀ ଦିନରେ ଏପରି ଏକ ସନ୍ଧ୍ୟା ଆସିବ ଯେତେବେଳେ ତୁମର ମନ ହଠାତ୍ ଅସ୍ଥିର ଅନୁଭବ କରିବ। ତୁମେ ବାରମ୍ବାର କାହାକୁ ବିନା କାରଣରେ ମନେ ପକାଇବ। ତୁମେ ପୁରୁଣା ଫଟୋ ଦେଖିପାର। ତୁମକୁ ଏକ ପୁରୁଣା ଗୀତ ମନେ ପଡ଼ିପାରେ କିମ୍ବା ଏକ ପୁରୁଣା ସ୍ମୃତି ହଠାତ୍ ମନେ ପଡ଼ିପାରେ। ଏହିଠାରୁ କାହାଣୀ ପରିବର୍ତ୍ତନ ହେବା ଆରମ୍ଭ ହେବ,
କାରଣ ସେହି ସମୟରେ ଅନ୍ୟ କେହି ତୁମକୁ ମନେ ରଖିବେ। ଦୁଇଟି ଭିନ୍ନ ସ୍ଥାନରେ ବସିଥିବା ଦୁଇଜଣ ଲୋକ, କିନ୍ତୁ ସେମାନଙ୍କର ଭାବନା ସମାନ ଦିଗରେ ପ୍ରବାହିତ ହେବ। ଏହା ହେଉଛି ଅଦୃଶ୍ୟ ସୂତ୍ର, ଯାହାକୁ ସମସ୍ତେ ବୁଝିପାରିବେ ନାହିଁ। କିନ୍ତୁ ଅପେକ୍ଷା କର, ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଆଉ ଏକ ସଂକେତ ଅଛି, ଆହୁରି ଶକ୍ତିଶାଳୀ, ଏବଂ ଯେତେବେଳେ ସେହି ସଂକେତ ଦେଖାଯିବ, ସେତେବେଳେ ତୁମେ ନିଶ୍ଚିତ ହେବ ଯେ ତୁମର ଅପୂର୍ଣ୍ଣ ପ୍ରେମ ପ୍ରକୃତରେ ଅପୂର୍ଣ୍ଣ ରହିବା ପାଇଁ ନଥିଲା। ହଁ ବନ୍ଧୁଗଣ, ଆସନ୍ତୁ ସେହି ଗୁପ୍ତ କଥାର ଆହୁରି ନିକଟତର ହେବା, ଯାହା ଅନେକ ଲୋକ ବୁଝି ନପାରି ନିଜ ଭାଗ୍ୟର ଦ୍ୱାର ବନ୍ଦ କରିଦିଏ। ତୁମେ ଏପର୍ଯ୍ୟନ୍ତ ଯାହା ଶୁଣିଛ ତାହା କେବଳ ଆରମ୍ଭ ଥିଲା, କାରଣ ଯାହା ପ୍ରକାଶ ହେବାକୁ ଯାଉଛି ତାହା କେବଳ ତୁମର ହୃଦୟ ନୁହେଁ, ବରଂ ତୁମର ଭାଗ୍ୟର ଦିଗକୁ ମଧ୍ୟ ପରିବର୍ତ୍ତନ କରିପାରେ। ଧ୍ୟାନ ଦେଇ ଶୁଣ। ଯେତେବେଳେ ଈଶ୍ୱର ଏକ ସମ୍ପର୍କକୁ ପୁନଃଜାଗରଣ କରିବାକୁ ଚାହାନ୍ତି, ସେ ପ୍ରଥମେ ବ୍ୟକ୍ତି ଭିତରେ ଏକ ପରିବର୍ତ୍ତନ ଆଣନ୍ତି। ଏହି କାରଣରୁ ତୁମର ଚିନ୍ତାଧାରା ବର୍ତ୍ତମାନ ପରିବର୍ତ୍ତନ ହେଉଛି। ତୁମେ ଯେଉଁ ଜିନିଷଗୁଡ଼ିକ ପ୍ରତି ତୁରନ୍ତ ପ୍ରତିକ୍ରିୟା କରୁଥିଲ, ତାହା ଏବେ ତୁମକୁ ନୀରବ କରିଦିଏ। ତୁମେ ଯେଉଁ ଲୋକମାନଙ୍କଠାରୁ ଥରେ ପିଛା କରୁଥିଲ, ସେମାନଙ୍କଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛ। ଏହି ପରିବର୍ତ୍ତନ ଦୁର୍ଘଟଣାବଶତଃ ଆସିଥିଲା। ଏହା ସେହି ସମୟ ଯେତେବେଳେ ଭାଗ୍ୟ ତୁମ ଜୀବନର ଏକ ଅପୂର୍ଣ୍ଣ ଅଧ୍ୟାୟ ସମାପ୍ତ କରିବାକୁ କିନ୍ତୁ ଏକ ଚେତାବନୀ ଅଛି। ଯଦି ଆପଣ ଆପଣଙ୍କର ନିଷ୍ପତ୍ତିକୁ ଅଧିକ କ୍ରୋଧ କରିବାକୁ ଦିଅନ୍ତି, ତେବେ ଆପଣ ଉପସ୍ଥାପିତ ସୁଯୋଗ ହରାଇ ପାରନ୍ତି। ତେଣୁ ଆଜିଠାରୁ ଗୋଟିଏ କଥା ମନେ ରଖନ୍ତୁ, କେତେକ ସମୟରେ ଏକ ପାଦ ପଛକୁ ହଟିବା ପ୍ରକୃତରେ ଆପଣଙ୍କର ବ୍ୟକ୍ତିଙ୍କୁ ଜିତିବାରେ ସବୁଠାରୁ ବଡ଼ ବିଜୟ ହୋଇପାରେ। କିନ୍ତୁ ଅପେକ୍ଷା କରନ୍ତୁ, ସବୁଠାରୁ ବଡ଼ ସଂକେତ ଏପର୍ଯ୍ୟନ୍ତ ଆସିବାକୁ ବାକି ଅଛି। ଆପଣ କ'ଣ ଲକ୍ଷ୍ୟ କରିଛନ୍ତି ଯେ ଗତ କିଛି ଦିନ ଧରି କିଛି ଜିନିଷ ପୁନରାବୃତ୍ତି ହେଉଛି? ସମାନ ସ୍ୱପ୍ନ, ସମାନ ସମୟ, ପୁରୁଣା ନାମ, କିମ୍ବା ଏପରି ସ୍ଥାନ ଯାହାକୁ ଆପଣ ହଠାତ୍ ଯିବାକୁ ଇଚ୍ଛା କରନ୍ତି। ଅନେକ ଲୋକ ଏହାକୁ ଏକ ସଂଯୋଗ ବୋଲି ଖାରଜ କରନ୍ତି, କିନ୍ତୁ ଏହା ଆପଣଙ୍କ ପାଇଁ ଏକ ବାର୍ତ୍ତା ରଖେ। ଆପଣଙ୍କ ଜୀବନକୁ ଫେରିବାକୁ ଯାଉଥିବା ବ୍ୟକ୍ତି ମଧ୍ୟ ଏହି ସଂକେତଗୁଡ଼ିକୁ ଅନୁଭବ କରୁଛନ୍ତି। କେବଳ ପାର୍ଥକ୍ୟ ହେଉଛି ସେମାନେ ଏପର୍ଯ୍ୟନ୍ତ ବୁଝିପାରନ୍ତି ନାହିଁ ଯେ ସେମାନଙ୍କ ମନ କାହିଁକି ଅସ୍ଥିର। ଏହିଠାରେ ଭାଗ୍ୟ ହସିଥାଏ, କାରଣ ଯେତେବେଳେ ଦୁଇଟି ବ୍ୟକ୍ତିଙ୍କ ଭାବନା ପରସ୍ପରକୁ ଡାକେ, ତାପରେ ଦୂରତା ଧୀରେ ଧୀରେ ତାର ଶକ୍ତି ହରାଇବାକୁ ଆରମ୍ଭ କରେ। ଯଦି ଆପଣ ଏତେ ଦୂର ଦେଖିଛନ୍ତି, ଦୟାକରି ଗୋଟିଏ ଛୋଟ କାମ କରନ୍ତୁ। ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରନ୍ତୁ, ଯାହା ମୁଁ ନିଶ୍ଚିତ ଭାବରେ ତାହା ପାଇବି। କେତେକ ସମୟରେ ପ୍ରକୃତ ବିଶ୍ୱାସ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିଥାଏ। ଏବେ ଶୁଣନ୍ତୁ, ଆପଣଙ୍କ କାମ ଏବଂ ଆର୍ଥିକ କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉଭା ହେଉଛି। ଦୀର୍ଘ ସମୟ ଧରି ପୁରସ୍କୃତ ନ ହୋଇଥିବା କଠିନ ପରିଶ୍ରମ ଏବେ ଫଳାଫଳ ଦେଖାଇବା ଆରମ୍ଭ କରିବ। ଏକ ଅଟକି ରହିଥିବା ପ୍ରକଳ୍ପ ଆଗକୁ ବଢ଼ିପାରେ। ପୂର୍ବରୁ ଆପଣଙ୍କ ପରାମର୍ଶକୁ ଅବମାନନା କରିଥିବା କେହି ଜଣେ ଏବେ ଆପଣଙ୍କ ସମ୍ଭାବନାକୁ ପ୍ରଶଂସା କରିବେ। କିନ୍ତୁ ଏହା ଏକ ପରୀକ୍ଷା ମଧ୍ୟ ହେବ। ଆପଣଙ୍କୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିପାରେ ଯେଉଁଥିରେ ଆପଣଙ୍କ ହୃଦୟ ଏବଂ ଲାଭ ଭିନ୍ନ ଦିଗରେ ରହିବ। ମନେ ରଖନ୍ତୁ, ଯଦି ଆପଣଙ୍କ ନିଷ୍ପତ୍ତି କେବଳ ଭୟ ଉପରେ ଆଧାରିତ, ତେବେ ଆପଣ ପରେ ଅନୁତାପ କରିପାରନ୍ତି। କିନ୍ତୁ ଯଦି ଆପଣ ଧୈର୍ଯ୍ୟବାନ ରୁହନ୍ତି, ତେବେ ଆପଣ ଲାଭ ଏବଂ ସମ୍ପର୍କ ଉଭୟ ପାଇବେ। ଏହା ଆହୁରି ଶକ୍ତିଶାଳୀ ହେବ। ଏବେ ଏଠାରେ ଏପରି କିଛି ଅଛି ଯାହା କେହି ଆପଣଙ୍କୁ କହିନାହାନ୍ତି। ଆପଣଙ୍କ ଚାରିପାଖରେ ଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ସହିତ ଅଛି। ସେମାନେ ଜୀବିତ ଥାଆନ୍ତୁ କି ନାହିଁ, ସେମାନଙ୍କ ଆଶୀର୍ବାଦ ଆପଣଙ୍କ ଜୀବନର କଷ୍ଟକର ପଥଗୁଡ଼ିକୁ ସହଜ କରୁଛି। ଏହି କାରଣରୁ ଶେଷ ମୁହୂର୍ତ୍ତରେ ପ୍ରାୟତଃ ବଡ଼ ସମସ୍ୟାଗୁଡ଼ିକୁ ଏଡ଼ାଇ ଦିଆଯାଏ। କିନ୍ତୁ ପ୍ରକୃତ ମୋଡ଼ ଆସିବାକୁ ବାକି ଅଛି। ଗୋଟିଏ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଯେତେବେଳେ ଚାରିପାଖ ନୀରବ ଥାଏ, ଆପଣଙ୍କ ଜୀବନରେ ଏକ ସଂକେତ ଦେଖାଯିବ ଯାହାକୁ ଆପଣ ପ୍ରଥମେ ବିଶ୍ୱାସ କରିବେ ନାହିଁ। ଆପଣ ହଠାତ୍ ଏକ ବାର୍ତ୍ତା ପାଇପାରନ୍ତି। ଆପଣ ଜଣେ ପୁରୁଣା ପରିଚିତ ବ୍ୟକ୍ତିଙ୍କୁ ଭେଟିପାରନ୍ତି। ଆପଣ ଏପରି ଏକ ନାମ ପାଇପାରନ୍ତି ଯାହା ଆପଣ ବହୁତ ଦିନ ଧରି ଶୁଣି ନାହାନ୍ତି, ଏବଂ ଏହି ଘଟଣାଟି ଆପଣଙ୍କ ଅପୂର୍ଣ୍ଣ ପ୍ରେମର ସବୁଠାରୁ ଦୃଢ଼ ସଂଯୋଗ ହୋଇପାରେ। କିନ୍ତୁ ଏଠାରେ ଶୀଘ୍ର ହେବାର ଭୁଲ କରନ୍ତୁ ନାହିଁ। ତୁମର ମନର ସବୁକିଛି ଏକାଥରେ ପ୍ରକାଶ କର ନାହିଁ, କାରଣ ଏହି ସମୟରେ ତୁମର ମନର ଶାନ୍ତି ଶବ୍ଦ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ତୁମ ହୃଦୟର ବ୍ୟକ୍ତି ପୂର୍ବରୁ ଗଭୀର ଭାବରେ ଜଡ଼ିତ। ଯଦି ତୁମେ ଧୈର୍ଯ୍ୟ ରଖ, ସେମାନେ ତୁମ ପାଖକୁ ଚାଲିଯିବେ। ଯଦି ତୁମେ ଅସ୍ଥିର ହୋଇଯାଅ, ତେବେ ସେମାନେ ପଛକୁ ହଟି ପାରନ୍ତି। ଏବେ ଏକ ପ୍ରଶ୍ନ, କ'ଣ କେବେ ଏପରି ଘଟିଛି
ଯେ ତୁମେ ହଠାତ୍ କାହାର ନାମ ଶୁଣିଲ, ଯଦିଓ ତୁମ ପାଖରେ କେହି ସେହି ବ୍ୟକ୍ତିଙ୍କ ବିଷୟରେ କଥା ହେଉନଥିଲେ? ଯଦି ହଁ, ତେବେ ଏହାକୁ ହାଲୁକା ଭାବରେ ନିଅ ନାହିଁ। ଏହା ମଧ୍ୟ ସେହି ସମାନ ଶକ୍ତିର ଏକ ସଂକେତ, ଯାହା ଧୀରେ ଧୀରେ ଦୁଇଟି ଭଙ୍ଗା ହୃଦୟକୁ ଏକାଠି କରୁଛି। କିନ୍ତୁ ଅପେକ୍ଷା କର, ଏହା ସମ୍ପୂର୍ଣ୍ଣ କାହାଣୀ ନୁହେଁ। ଅନ୍ୟ ଜଣେ ବ୍ୟକ୍ତି ତୁମ ଜୀବନରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି। ସେମାନେ ମିଠା କଥା କହିବେ, ସେମାନେ ତୁମର ବିଶ୍ୱାସ ଜିତିବାକୁ ଚେଷ୍ଟା କରିବେ, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଯେପରି ଦେଖାଯାଏ, ସେପରି ସ୍ପଖାଯାଏ, ସେପରି ସ୍ପଷ୍ଟ ନ ହୋଇପାରେ। ଏହିଠାରେ ତୁମକୁ ତୁମର ଅନ୍ତରର ସ୍ୱର ଶୁଣିବାକୁ ପଡ଼ିବ, କାରଣ ଏକ ପ୍ରକୃତ ସମ୍ପର୍କ କେବେ ବି ସମ୍ପୂର୍ଣ୍ଣ ହେବ ନାହିଁ। ସେ ଶୀଘ୍ର ହୁଅନ୍ତି ନାହିଁ। ସେ ଧୀରେ ଧୀରେ ବିଶ୍ୱାସ ଗଢ଼ି ତୋଳିଥାଏ ଏବଂ କେବଳ ଆକର୍ଷଣ ଉପରେ ଆଧାରିତ ସମ୍ପର୍କ ପ୍ରଥମ ପରୀକ୍ଷାରେ ଦୁର୍ବଳ ହୋଇଯାଏ। ଯଦି ଆପଣ ଏବେ ବି ଆମ ସହିତ ଅଛନ୍ତି, ତେବେ ଦୟାକରି ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ସଦସ୍ୟ ହୁଅନ୍ତୁ ଏବଂ ଏକ ମନ୍ତବ୍ୟ ଦିଅନ୍ତୁ। ମୋ ଜୀବନରେ କେବଳ ପ୍ରକୃତ ପ୍ରେମ ଆସିପାରେ। ଏବେ ଧ୍ୟାନ ଦେଇ ଶୁଣନ୍ତୁ। ଭାଗ୍ୟ ଆପଣଙ୍କୁ କହୁଛି ଯେ ଆଗାମୀ ଦିନରେ ଆପଣ ଏପରି କିଛି ଆବିଷ୍କାର କରିବେ ଯାହା ପୂର୍ବରୁ ଆପଣଙ୍କଠାରୁ ଲୁଚି ରହିଥିଲା। ପ୍ରାରମ୍ଭରେ ଆପଣ ରାଗିବେ, ତାପରେ ଦୁଃଖିତ ହେବେ, କିନ୍ତୁ କିଛି ସମୟ ପରେ ଆପଣ ଅନୁଭବ କରିବେ ଯେ ଯଦି ଆପଣ ସେହି ଜିନିଷ ପୂର୍ବରୁ ଜାଣିଥାନ୍ତେ, ତେବେ ହୁଏତ ଆଜିର ଏହି ଆଶା କେବେ ଜନ୍ମ ହୋଇନଥାନ୍ତା। ଏହାର ଅର୍ଥ ହେଉଛି ବିଳମ୍ବ ଭବିଷ୍ୟତରେ ଆପଣଙ୍କର ସବୁଠାରୁ ବଡ଼ ଆଶୀର୍ବାଦ ହୋଇପାରେ। ଏବଂ ଏହା ସହିତ ଆପଣଙ୍କ ଜୀବନର ଏକ ଗୁପ୍ତ କଥା ଧୀରେ ଧୀରେ ଖୋଲିବାକୁ ଆରମ୍ଭ କରିବ। ଏବଂ ଏହା ଶୁଣିବା ପରେ ଆପଣ ଅନୁଭବ କରିବେ ଯେପରି ଈଶ୍ୱର ଆପଣଙ୍କ କାହାଣୀ ଲେଖିବା ସମାପ୍ତ କରିନାହାନ୍ତି। ହଁ ବନ୍ଧୁଗଣ, ତୁମେ ଏପର୍ଯ୍ୟନ୍ତ ଯେଉଁ ସଂକେତଗୁଡ଼ିକ ଶୁଣିଛ, ତାହା କେବଳ ଧୀରେ ଧୀରେ ଖୋଲିବା ଶବ୍ଦ ଥିଲା। କିନ୍ତୁ ଯାହା ପ୍ରକାଶିତ ହେବାକୁ ଯାଉଛି, ତାହା ନିର୍ଣ୍ଣୟ କରିବ ଯେ ତୁମର ଅପୂର୍ଣ୍ଣ ପ୍ରେମ ପ୍ରକୃତରେ ପୂରଣ ହେବ କି ଭାଗ୍ୟ ତୁମକୁ ପୁଣି ଥରେ ପରୀକ୍ଷା କରିବ। ଧ୍ୟାନ ଦେଇ ଶୁଣ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏପରି ଏକ ସମୟ ଆସେ ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସବୁକିଛି ଶେଷ ହୋଇଯାଇଛି। ଅନ୍ୟ ବ୍ୟକ୍ତି କେବେ ଫେରିବ ନାହିଁ। ଯାହା ଭାଙ୍ଗି ଯାଇଛି ତାହା ପୁଣି କେବେ ସଜାଡ଼ି ହେବ ନାହିଁ। କିନ୍ତୁ ତୁମର ରାଶି ଆପଣଙ୍କୁ କହିଥାଏ ଯେ ତୁମ ମନରେ ଯେଉଁ କାହାଣୀରେ ସବୁଠାରୁ ସୁନ୍ଦର ଅଧ୍ୟାୟ ସମାପ୍ତ ହୋଇଗଲା ବୋଲି ତୁମେ ଭାବିଥିଲ, ତାହା ଏପର୍ଯ୍ୟନ୍ତ ଲେଖା ହୋଇନାହିଁ। କିନ୍ତୁ ଏଠାରେ ଏକ ଗୁପ୍ତ କଥା ଅଛି ଯାହା ବହୁତ କମ୍ ଲୋକ ବୁଝିପାରନ୍ତି। କେତେକ ସମୟରେ ସେହି ବ୍ୟକ୍ତି ତୁମକୁ ଛାଡ଼ିଯାଏ ନାହିଁ, କିନ୍ତୁ ପରିସ୍ଥିତି ସେମାନଙ୍କୁ ଟାଣି ନେଇଯାଏ। ସେମାନଙ୍କ ମନ ସେହି ସ୍ଥାନରେ ଅଟକି ରହିଥାଏ ଯେଉଁଠାରେ ତୁମେ ଶେଷ ଥର ପାଇଁ ସେମାନଙ୍କୁ ହସୁଥିବା ଦେଖିଥିଲ। ଏହି କାରଣରୁ ତୁମର ସ୍ମୃତି ତାଙ୍କ ମନରୁ ସମ୍ପୂର୍ଣ୍ଣ ଭାବରେ ବାହାରି ନାହିଁ। ଏବେ ତୁମର ହୃଦୟ ଉପରେ ହାତ ରଖି ଭାବ, ତୁମେ କେବେ ହଠାତ୍ ଅନୁଭବ କରିଛ ଯେ କେହି ତୁମକୁ ମନେ ପକାଇଛି? ବିନା କାରଣରେ ତୁମର ହୃଦୟ ଭାରି ଅନୁଭବ କରିଛି, ତୁମର ଆଖି ଓଦା ହୋଇଯାଇଛି, କିମ୍ବା ତୁମେ କୌଣସି ପୁରୁଣା ସ୍ମୃତିରେ ହସିଛି? ଏହା କେବଳ ଏକ ଭାବନା ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଏକ ବନ୍ଧନ ଯାହା ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। କିନ୍ତୁ ଅପେକ୍ଷା କର, ଏହିଠାରେ ହିଁ ସବୁଠାରୁ ବଡ଼ ମୋଡ଼ ଆସେ। ତୁମ ଜୀବନରେ କେହି ଜଣେ ଅଛନ୍ତି ଯିଏ ଅଜାଣତରେ ତୁମର ପଥ ଅବରୋଧ କରୁଛନ୍ତି। ତାଙ୍କର ଉଦ୍ଦେଶ୍ୟ ଖରାପ ନୁହେଁ, କିନ୍ତୁ ତାଙ୍କର ପରାମର୍ଶ ତୁମ ପାଇଁ ଠିକ୍ ହେବ ନାହିଁ। ସେ ତୁମକୁ ପଛକୁ ଚାହିଁବା ବନ୍ଦ କରିବାକୁ କହିବେ, ସବୁକିଛି ଭୁଲିଯାଅ, ଆଗକୁ ବଢ଼। ତାଙ୍କର ପରାମର୍ଶ ଭଲ ଶୁଭିବ, କିନ୍ତୁ ଭାଗ୍ୟ କହୁଛି ଯେ ଏପର୍ଯ୍ୟନ୍ତ ଶେଷ ନିଷ୍ପତ୍ତି ନେବାର ସମୟ ଆସିନାହିଁ। କାହିଁକି? କାରଣ ଏକ ସତ୍ୟ ତୁମ ଉପରେ ଏପର୍ଯ୍ୟନ୍ତ ଉଦିତ ହୋଇନାହିଁ। ଯଦି ଆପଣ ଏପର୍ଯ୍ୟନ୍ତ ଏତେ ଦେଖିଛନ୍ତି, ତେବେ ଦୟାକରି ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ସଦସ୍ୟ ହୁଅନ୍ତୁ ଏବଂ ମୋର ଭାଗ୍ୟ ମୋ ସହିତ ରହୁ ବୋଲି କମେଣ୍ଟ କରନ୍ତୁ। ଆପଣଙ୍କର ବିଶ୍ୱାସ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ହୋଇଯିବ। ଏବେ ଶୁଣନ୍ତୁ, ଆପଣଙ୍କ କାମ ଏବଂ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି। ଏକ ଅଟକି ରହିଥିବା ସୁଯୋଗ ହଠାତ୍ ଆସିପାରେ। ଆପଣ ଯେଉଁ କାମ ପାଇଁ ଏତେ ପରିଶ୍ରମ କରିଛନ୍ତି ତାହା ଧୀରେ ଧୀରେ ଫଳାଫଳ ଦେବ। ଧନ ସମ୍ପତ୍ତି ପାଇଁ ଏକ ନୂତନ ପଥ ଖୋଲିବ, କିନ୍ତୁ ଏହା ସହିତ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇବ ଏବଂ ଏହିଠାରେ ଏକ ଉଲ୍ଲେଖନୀୟ ଜିନିଷ ଦୃଶ୍ୟମାନ ହେବ। ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବା ସହିତ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଫେରି ଆସିବ ଏବଂ ଏହି ଆତ୍ମବିଶ୍ୱାସ ଆପଣଙ୍କ ସମ୍ପର୍କରେ ଦୂରତା ଦୂର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। କିନ୍ତୁ ପ୍ରକୃତ ସଂକେତ ଆସିବାକୁ ବାକି ଅଛି। ଆଗାମୀ ରାତି ବହୁତ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। ସେହି ରାତିରେ ତୁମେ ଏକ ସ୍ୱପ୍ନ ଦେଖିପାର।
କିମ୍ବା ହଠାତ୍ କାହାର ନାମ, ପୁରୁଣା ସ୍ଥାନ କିମ୍ବା ପୁରୁଣା ସ୍ମୃତି ତୁମ ମନକୁ ଆସିପାରେ। ଅନେକ ଲୋକ ଏପରି ସଂକେତକୁ ଅଣଦେଖା କରନ୍ତି। ଏପରି କରନ୍ତୁ ନାହିଁ, କାରଣ ଏହି ସମୟ ହେବ ଯେତେବେଳେ ଭାଗ୍ୟ ତୁମକୁ ମାର୍ଗଦର୍ଶନ କରିବ। ଏବେ କିଛି ଯାହା ତୁମକୁ ଆଶ୍ଚର୍ଯ୍ୟ କରିପାରେ। ତୁମେ ଯାହାଙ୍କ ବିଷୟରେ ଭାବୁଛି ସେ ନିଜ ଭିତରେ ମଧ୍ୟ ଏକ ଯୁଦ୍ଧ ଲଢ଼ୁଛି। ସେମାନେ ପ୍ରାୟତଃ ତୁମକୁ ଏକ ବାର୍ତ୍ତା ପଠାଇବାକୁ ଚାହାନ୍ତି, କିନ୍ତୁ ତାପରେ ଅଟକି ଯାଆନ୍ତି। ସେମାନେ ପ୍ରାୟତଃ ଜାଣିବାକୁ ଚାହାନ୍ତି ଯେ ତୁମେ କିପରି ଅନୁଭବ କରୁଛ, କିନ୍ତୁ ସେମାନେ ଅଟକି ଯାଆନ୍ତି। ଏହି ଭୟ ସେମାନଙ୍କର, କିନ୍ତୁ ତୁମେ ମଧ୍ୟ ଅପେକ୍ଷା କରୁଛ। ଏବଂ ଯେତେବେଳେ ଦୁଇଜଣ ଲୋକ ପରସ୍ପରକୁ ମନେ ରଖନ୍ତି କିନ୍ତୁ ନୀରବ ରହନ୍ତି, ସମୟ ସେମାନଙ୍କୁ ଏକାଠି କରୁଥିବା ସେତୁ ହୋଇଯାଏ। ଯଦି ତୁମେ ଏପର୍ଯ୍ୟନ୍ତ ଭିଡ଼ିଓଟି ଛାଡ଼ିନାହଁ, ତେବେ ଏହାର ଅର୍ଥ ହେଉଛି ତୁମର ମଧ୍ୟ ଏକ ଅପୂର୍ଣ୍ଣ ଇଚ୍ଛା ଅଛି। ତେଣୁ ପୁଣି ଥରେ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ହୃଦୟରୁ ପସନ୍ଦ କର ଏବଂ ମନ୍ତବ୍ୟରେ ଲେଖ ଯେ ତୁମେ ନିଶ୍ଚିତ ଭାବରେ ପ୍ରକୃତ ଆପଣଙ୍କ ଘର କିମ୍ବା ପରିବାର ମଧ୍ୟରେ କିଛି ଭଲ ଖବର ପାଇବାର ସମ୍ଭାବନା ଅଛି। ଏହି ଖବର ତୁରନ୍ତ ଆପଣଙ୍କ ବୋଝକୁ ହାଲୁକା କରିବ। ଦୀର୍ଘ ସମୟ ଧରି ଆପଣଙ୍କୁ ଚିନ୍ତିତ କରୁଥିବା ଚିନ୍ତା ଧୀରେ ଧୀରେ କମିଯିବ। କିନ୍ତୁ ସେହି ସମୟରେ ଏକ ଘଟଣା ଘଟିବ ଯାହା ଆପଣଙ୍କୁ କ୍ଷଣିକ ପାଇଁ ବିଭ୍ରାନ୍ତ କରିପାରେ। ପ୍ରଥମେ ଆପଣ ଭାବିବେ ଯେ ସବୁକିଛି ଭୁଲ ହୋଇଯାଇଛି। ତାପରେ ହଠାତ୍ ପରିସ୍ଥିତି ବଦଳିଯିବ ଏବଂ ଆପଣ ଅନୁଭବ କରିବେ ଯେ ଯାହା ଘଟିଥିଲା ତାହା ଆପଣଙ୍କ ଭଲ ପାଇଁ ଥିଲା। ଏହା ଭାଗ୍ୟର ସବୁଠାରୁ ଉଲ୍ଲେଖନୀୟ ଖେଳ। ଯାହା ପ୍ରଥମେ କ୍ଷତି ପରି ମନେ ହୁଏ, ଶେଷରେ ତାହା ସବୁଠାରୁ ବଡ଼ ଲାଭରେ ପରିଣତ ହୁଏ। ଏବେ ଗୋଟିଏ କଥା ଦୃଢ଼ ଭାବରେ ମନେ ରଖନ୍ତୁ, ଆପଣଙ୍କ ପ୍ରେମ କେବଳ ଭାବନାର କାହାଣୀ ନୁହେଁ, ଏହା ଆପଣଙ୍କ ଧୈର୍ଯ୍ୟର ମଧ୍ୟ ଏକ ପରୀକ୍ଷା। ଯଦି ଆପଣ ଶୀଘ୍ର ନ ହୁଅନ୍ତି, ଯଦି ଆପଣ ବିଶ୍ୱାସ ବଜାୟ ରଖନ୍ତି, ଯଦି ଆପଣ ଆପଣଙ୍କ ମନକୁ ନକାରାତ୍ମକ ଚିନ୍ତାଧାରାରୁ ମୁକ୍ତ ରଖନ୍ତି, ତେବେ ଆଗାମୀ